ଇସ୍କନର ଯଦି ସାହସ ଅଛି ଆମେ ଆରମ୍ଭରୁ କହୁଛୁ ସେ ଓଡ଼ିଶା ଭିତରେ କରିକି ଦେଖଉ ରଥଯାତ୍ରା ଅଦିନିଆ ରଥଯାତ୍ରା ଯଦି ଓଡ଼ିଶା ଭିତରେ କରିକି ଦେଖେଇ ଦଉ ଆମେ ଦେଖିବୁ। ଯୋଉଠି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆବିର୍ଭାବ ଯୋଉ ପୁରୀ ଶ୍ରୀକ୍ଷେତ୍ରରୁ ତାଙ୍କର ଯୋଉ ନୀତିକାନ୍ତି ଆରମ୍ଭ ହେଇଛି, ନୀତି ନିଘଣ୍ଟ ହେଇଛି, ସମୟ ନିଘଣ୍ଟ ହେଇଛି, ରଥଯାତ୍ରା କେବେ ହବ କଣ ହବ, ସେଇ ରଥଯାତ୍ରା ଅନୁସାରେ ଆମର হয় ମାଦଳା ପାଞ୍ଜି ଅନୁସାରେ। କିନ୍ତୁ ଇସ୍କନ କଣ ଗୋଟେ ନୂଆ ଆଇନ ବାହାର କଲା କି? ଇସ୍କନକୁ ବାରମ୍ବାର କହିବା ପରେ ମଧ୍ୟ ବହୁତ ଦିନ ଧରି ଏଭଳି ମନମାନି କରୁଛି। ଆମ ଭାରତୀୟ ସଂସ୍କୃତିକି କିନବିନ କରିବାକୁ ଇସ୍କନକୁ କିଏ ଅଧିକାର ଦେଲା? ଯିଏ ଆମକୁ ଆମ ସଂସ୍କୃତିକି ନଷ୍ଟ କରିବାକୁ ଚେଷ୍ଟା କରୁଛି ଆମେ ତାକୁ ଏମିତି ଏତେ ଶୀଘ୍ର ଛାଡ଼ିଦେବା କି ସହଜରେ? ତେଣୁ ଏତେ ସହଜରେ ଆମେ ତାକୁ ଛାଡ଼ିବାନି। ଶୁଣନ୍ତୁ, ଗଜପତି ମହାରାଜଙ୍କର କଥାକୁ ଏକ ପ୍ରକାର ନ ମାନିବା ମାନେ ତାଙ୍କ କଥାକୁ ବେଖାତିର କରିବା ମାନେ ଆମେ ସିଧା ସିଧି ଭାବେ ଇସ୍କନ 4.5 କୋଟି ଓଡ଼ିଆ ଲୋକଙ୍କର ଯିଏ ନେତୃତ୍ୱ ନିଅନ୍ତି ତାଙ୍କର ରାଜାଙ୍କର କଥାକୁ ସେମାନେ ସେ ଇସ୍କନ ଅବମାନନା କରିଛି। ଇସ୍କନର ଯଦି ସାହସ ଅଛି ଆମେ ଆରମ୍ଭରୁ କହୁଛୁ ସେ ଓଡ଼ିଶା ଭିତରେ କରିକି ଦେଖଉ ରଥଯାତ୍ରା ଅଦିନିଆ ରଥଯାତ୍ରା ଯଦି ଓଡ଼ିଶା ଭିତରେ କରିକି ଦେଖେଇ ଦଉ ଆମେ ଦେଖିବୁ। ତମେ ଯାଇକି ଆମ ଓଡ଼ିଶାରେ ଆମର ଯୋଉ ଦିନ ରଥଯାତ୍ରା ଏଠି ତମେ ଡରି ମରିକି କରିବ, ଯେତେବେଳେ ବାହାରକୁ ପଳେଇବ ତମେ ଅଲଗା ହିସାବରେ ଅଲଗା ଦିନେ କରିବ। କାହିଁକି? ଆମ ଯୋଉଠୁ ଜଗନ୍ନାଥ ସଂସ୍କୃତିର ଆବିର୍ଭାବ, ଯୋଉଠି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆବିର୍ଭାବ ଯୋଉ ପୁରୀ ଶ୍ରୀକ୍ଷେତ୍ରରୁ ତାଙ୍କର ଯୋଉ ନୀତିକାନ୍ତି ଆରମ୍ଭ ହେଇଛି, ନୀତି ନିଘଣ୍ଟ ହେଇଛି, ସମୟ ନିଘଣ୍ଟ ହେଇଛି, ରଥଯାତ୍ରା କେବେ ହବ କଣ ହବ, ସେଇ ରଥଯାତ୍ରା ଅନୁସାରେ ଆମର হয় ମାଦଳା ପାଞ୍ଜି ଅନୁସାରେ। କିନ୍ତୁ ଇସ୍କନ କଣ ଗୋଟେ ନୂଆ ଆଇନ ବାହାର କଲା କି? ଇସ୍କନକୁ ବାରମ୍ବାର କହିବା ପରେ ମଧ୍ୟ ବହୁତ ଦିନ ଧରି ଏଭଳି ମନମାନି କରୁଛି। ରାଜା କହିବା, ମହାମାନ୍ୟ ଶଙ୍କରାଚାର୍ଯ୍ୟ କହିବା, ପୁରୀ ପ୍ରଶାସନ କହିବା, ଓଡ଼ିଶା ସରକାର କହିବା, ଯଦି ଏକ କଥାକୁ ଅବମାନନା କରିବ ଇସ୍କନ ତାହେଲେ ଆମେ ଆଇନର ଆଶ୍ରୟ ନେବା ଦରକାର। ନହେଲେ ଆମର ଯେ ଭାରତବର୍ଷର ଯିଏ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆମ ପ୍ରଧାନମନ୍ତ୍ରୀ, ମାନ୍ୟବର ପ୍ରଧାନମନ୍ତ୍ରୀ, ତା ସହିତ ଆମର ମହାମହିମ ରାଷ୍ଟ୍ରପତି, ଆଙ୍କ ପାଖରେ ଆମେ ଆଲୋଚନା କରିପାରିବା, ତାଙ୍କୁ ଜଣାଇ ପାରିବା ଯେ ଇସ୍କନର ମନମାନି ଏଭଳି କରୁଛି ଯେ ସମ୍ପୂର୍ଣ୍ଣ ଭାବେ ଏ ରଥଯାତ୍ରା ଆମର ଯୋଉ ଆମ ସଂସ୍କୃତିକି ନେଇକି ଆମେ ସଂସ୍କୃତି କୁହନ୍ତି, ଆମ ଭାରତୀୟ ସଂସ୍କୃତି ସାରା ବିଶ୍ୱରେ ପରିଚିତ, ଆମ ଭାରତୀୟ ସଂସ୍କୃତିକି କିନବିନ କରିବାକୁ ଇସ୍କନକୁ କିଏ ଅଧିକାର ଦେଲା? ଇସ୍କନ ରଥଯାତ୍ରା କରୁ କିଛି ମତଲବ ନାହିଁ। ଇସ୍କନ ଆମର ଜଗନ୍ନାଥଙ୍କର ପ୍ରଚାର ପ୍ରସାର କରୁଛନ୍ତି, ସେଟା ଠିକ ଅଛି। ଆମର ରାଧାକୃଷ୍ଣଙ୍କର ପ୍ରଚାର ପ୍ରସାର କରୁଛନ୍ତି, ଠିକ ଅଛି, ଆମେ ସେଥିରେ ଏକମତ। ପ୍ରଚାର ପ୍ରସାର କରୁଛନ୍ତି, ମାତ୍ର ଆମ ସଂସ୍କୃତିକି ବଦନାମ କରିକି, ସଂସ୍କୃତିକି କଳଙ୍କିତ କରିକି ଆମ ସଂସ୍କୃତିର ଆଉ ଗୋଟେ ସଂସ୍କୃତି ମାନେ ତିଆରି କରିବା ପାଇଁ ଇସ୍କନ ଯୋଉ ଷଡ଼ଯନ୍ତ୍ର କରୁଛି ସେ ଷଡ଼ଯନ୍ତ୍ରକୁ ଆମେ ବିରୋଧ କରୁଛୁ। ଏହା ସହିତ ଯଦି ଇସ୍କନ ଆମେ ଆହ୍ୱାନ ଦଉଛୁ, ଇସ୍କନ ଯଦି ସାହସ ଅଛି ତାହେଲେ ଓଡ଼ିଶାରେ ଇସ୍କନ ଅଦିନିଆ ରଥଯାତ୍ରା କରିକି ଦେଖଉ, ଆମେ ଜାଣିବୁ ଇସ୍କନ କେତେ ଦମ। କାରଣ ତମେ ଆମ ଜଗନ୍ନାଥଙ୍କର ରଥଯାତ୍ରା କରିବ, ଆମ ମହାପ୍ରଭୁଙ୍କର ରଥଯାତ୍ରା କରିବ, କିଛି ମତଲବ ନାହିଁ। ମହାପ୍ରଭୁ ବିଶ୍ୱର ଦେବତା, ତାଙ୍କୁ ଯିଏ ଚାହିଁବ ସେ ଆରାଧନା କରିପାରିବ। ବାଂଲାଦେଶରେ ମଧ୍ୟ ରଥଯାତ୍ରା ହଉଛି, ମାତ୍ର ଇସ୍କନ ଅଦିନିଆ ରଥଯାତ୍ରା କରି କଣ ବାର୍ତ୍ତା ଦେବାକୁ ଚାହୁଁଛି, କଣ ସେ ଇଏ କରୁଛି? ଯଦି ଇସ୍କନ ଏ ଭାବରେ ନ ମାନୁଛି, ସିଧା ପ୍ରଧାନମନ୍ତ୍ରୀ ଆଉ ମହାମହିମ ରାଷ୍ଟ୍ରପତି ସହିତ ଆଲୋଚନା କରିକି ଆମେ କୋର୍ଟ ଯିବା, ଜାତୀୟ କୋର୍ଟ ନହେଲେ ଆନ୍ତର୍ଜାତୀୟ କୋର୍ଟରେ କଥା ପଡୁ। ପୁରୀ ପ୍ରଶାସନ ଏ ବାବଦରେ କାମ ଲାଗିଯାଆନ୍ତୁ। ଯିଏ ଆମକୁ ଆମ ସଂସ୍କୃତିକି ନଷ୍ଟ କରିବାକୁ ଚେଷ୍ଟା କରୁଛି ଆମେ ତାକୁ ଏମିତି ଏତେ ଶୀଘ୍ର ଛାଡ଼ିଦେବା କି ସହଜରେ? ତେଣୁ ଏତେ ସହଜରେ ଆମେ ତାକୁ ଛାଡ଼ିବାନି। ଯେତେବେଳେ ଆମ ଧର୍ମ, ଆମ ସଂସ୍କୃତି ଉପରେ ଆଞ୍ଚ ଆସିବ ଆମେ ନିଶ୍ଚିତ ଆମେ ଆଇନର ଆଶ୍ରୟ ନେବା। ବର୍ତ୍ତମାନ ଭାରତ ଓଡ଼ିଶା ସରକାର, ମୋହନ ମାଝୀଙ୍କ ସରକାର ବର୍ତ୍ତମାନ ଇସ୍କନ ଉପରେ କାନୁନି କାର୍ଯ୍ୟବାହୀ କରିବା ପାଇଁ ବ୍ୟବସ୍ଥା କରନ୍ତୁ। କାରଣ ପୁରୀ ପ୍ରଶାସନ ବର୍ତ୍ତମାନ ସରକାରଙ୍କ ହାତରେ ଅଛି। ତେଣୁ ସରକାର ଏ ବାବଦରେ ମୁଣ୍ଡ ପୁରେଇ ଇସ୍କନ ଉପରେ କେମିତି ରୋକ ଲାଗିବ ଅଦିନିଆ ରଥଯାତ୍ରା ଉପରେ ତା ପାଇଁ ବ୍ୟବସ୍ଥା କରନ୍ତୁ।